ପବିତ୍ର ମାଣବସା ଗୁରୁବାର ପ୍ରଥମ ଗୁରୁବାରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଓ ଶୁଭେଚ୍ଛା। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆଜି ବାପ କେମିତି ଥଣ୍ଡା ପଡ଼ିଛି କୁହନ୍ତୁ। ମୋତେ ତ ଭାରି ଜୋରସେ ଥଣ୍ଡା ଲାଗୁଛି। ଆଜି ଏବେ ଟାଇମ୍ ଅଛି 3:45। ମୁଁ ଉଠିକି ଟିକେ ରୁମ୍ ଝାଡ଼ୁ କରିକି ନିଜକୁ ଟିକେ ଫ୍ରେଶ୍ କରି ନେଉଛି। ଯେହେତୁ ଆଜି ମାଣବସା ଗୁରୁବାର, ଆଜି ଟିକେ ଗାଧୋଇ ଆସିକି ନୂଆ ଶାଢ଼ୀ ଟିକେ ପିନ୍ଧିକି ରେଡ଼ି ହେଇଯାଉଛି। କାରଣ ଆଜି ମାଣବସା ପ୍ରଥମ ଗୁରୁବାର, ଆଉ ଏଇଟା ମୋ ବାହାଘରର ପରେ ମୋର ପ୍ରଥମ ଗୁରୁବାର ଏଇଟା। ମୁଁ କେବେ ବି ଘର ପାଖରେ ରହିଲା ବେଳେ ବି କେବେ ବି ପୂଜା କରିନାହିଁ। ମାଣବସା ଗୁରୁବାର ପୂଜା ମାଆଙ୍କୁ ଦେଖିଛି ପୂଜା କରିବାରେ, ବଟ୍ ମୁଁ କେବେ କରିନାହିଁ। ଆଜି ଫାର୍ଷ୍ଟ ମୁଁ ପୂଜା କରିବି। ଜାଣିନି କ'ଣ କେମିତି କରିକି ମୁଁ ଏଇ ମାଣବସା ଗୁରୁବାରଟିକୁ ଭଲସେ ପୂଜା କରିବି, ବଟ୍ ମୁଁ ଟ୍ରାଏ କରିବି ଭଲସେ କରିବା ପାଇଁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମୋ ଉପରେ ରହିଲେ ମୁଁ ନିଶ୍ଚିତ ଭଲ ଭାବରେ ମୋର ପୂଜାଟିକୁ ସମ୍ପନ୍ନ କରିପାରିବି। ମୁଁ ଏବେ ଗାଧୋଇ ପାଧେଇକି ଭଲ ଭାବରେ ରେଡ଼ି ହେଇକି ସିନ୍ଦୁର ଲଗେଇକି ଶାଢ଼ୀ ପିନ୍ଧିକି ରେଡ଼ି ହେଇଯାଇଛି। ଏପଟେ ମୁଁ ଅଳତା ଲଗାଇ ନେଉଛି। ମୋତେ ଅଳତା ଲଗାଇବା ପାଇଁ ବହୁତ ବଢ଼ିଆ ଲାଗେ। କୌଣସି କିଛି ଫେଷ୍ଟିଭାଲ୍ ଆସିଲା ମାନେ ମୁଁ ଆଗେ ଅଳତା ଟିକେ ଲଗାଏ। ଅଳତା ଲଗାଇ ସାରିଲା ପରେ ମୁଁ ଏଠି ମୁରୁଜ ପକାଇ ଦେଇଥିଲି। ଆଉ ମୋର ରାଧାଗୋବିନ୍ଦଙ୍କୁ ମୁଁ ରଖିଛି, ତାଙ୍କୁ ପୂଜା କରିଲି। ଏଠି ମୁଁ ଦୀପ ଜାଳିଲି ଆଉ ଦୁଆର ମୁହଁ ପୂଜା କରିଛି। ଯାହା ଯେତିକି ପାରିଛି ମୁଁ ମୋର କରିଛି। ମୁଁ ଜାଣିନି ସେମିତି ଫୁଲ୍ କେମିତି କ'ଣ ସବୁ କରାଯାଏ, ନିୟମ ନୀତି ସେରକମ ଜାଣିନି। ଯେତିକି ଜାଣିଛି ମୁଁ ସେତିକିରେ କରିବା ପାଇଁ ଟ୍ରାଏ କରିଛି। ସେତିକି ମା ଲକ୍ଷ୍ମୀଙ୍କ ମୋର ବିନତି, ଯେମିତି ମୋତେ ଛୋଟ ପିଲା ଭାବିକି କ୍ଷମା କରିଦିଅନ୍ତୁ। ମୋତେ ସେମିତି କିଛି ଜଣା ନାହିଁ, ତଥାପି ମୁଁ ପୂଜା କରିଛି। ମା ଲକ୍ଷ୍ମୀ ଆମ ପରିବାରକୁ ଆଶୀର୍ବାଦ ଦିଅନ୍ତୁ। ସମସ୍ତଙ୍କ ପରିବାରକୁ ଏମିତି ଆଶୀର୍ବାଦ ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ। ଏତିକି ମୋର ମା ଲକ୍ଷ୍ମୀଙ୍କ ପାଖରେ ମିନତି। ଏଠି ମୁଁ ଟିକେ ମୁରୁଜ ପକାଇଥିଲି, ଯେମିତି ସେମିତି ପୂଜା ଟିକେ କରିଛି। ପୂଜା ମୋର କମ୍ପ୍ଲିଟ୍ ହେଇଯାଇଛି। ଏବେ ମୋତେ ଭାରି ଜୋରସେ ଭୋକ ହେଲାଣି। ମୁଁ ଆଜି ବନେଇଥିଲି ପୁରୀ ଆଉ ମଟର ଆଳୁ ତରକାରୀ, ସେଇଠି ବନେଇକି ବସିଗଲି ଖାଇବା ପାଇଁ। ମୋତେ ଭାରି ଜୋରସେ ଭୋକ ହେଲାଣି। 3:30 ପାଖରୁ ଉଠିଲିଣି। ମୋତେ ବହୁତ ଜୋରସେ ଭୋକ ହେଲାଣି। ସେଥିପାଇଁ ମୁଁ ଆଗେ ପୂଜା ସାରିକି ମୋ ପେଟ ପୂଜାଟିକୁ ସାରିଦେଲି। ଆଜିକି ପାଇଁ ଏତିକି। ଜୟ ଜଗନ୍ନାଥ।